ବର୍ଷ ବର୍ଷ ବିତିଗଲା। କାଲୁ ଏବେ ବୟସ୍କ ଏବଂ ଧୀର। ଲିନୁଙ୍କ ଘରକୁ ତାଙ୍କର ଶେଷ ଯାତ୍ରା କରନ୍ତି। ସେ ତାଙ୍କୁ ଦୂରରୁ ଦେଖନ୍ତି ଏବଂ ତାଙ୍କ ପାଖକୁ ଦୌଡ଼ି ଯାଆନ୍ତି, କିନ୍ତୁ ସେ କେବଳ ତାଙ୍କ ଲାଞ୍ଜ ହଲାଇ ଦିଅନ୍ତି। କାଲୁ ଧୀରେ ଧୀରେ ତାଙ୍କ ହାତ ଚାଟି ଦିଅନ୍ତି। ସେ ବୁଲି ପଡ଼ି ଶେଷ ଥର ପାଇଁ ଚାଲିଯାଆନ୍ତି, ଦୂରରେ ଅଦୃଶ୍ୟ ହୋଇଯାଆନ୍ତି। ଲିନୁ ତାଙ୍କୁ ଯିବାକୁ ଦେଖୁଛନ୍ତି। ତାଙ୍କ ଛାତିକୁ ଧରି ଯେତେବେଳେ ତାଙ୍କ ହୃଦୟ ଏକ ପ୍ରବଳ ଦୁଃଖ ବସୁଛି, ସେ ଜାଣେ ସେ ତାଙ୍କୁ ଆଉ ଦେଖିବେ ନାହିଁ। ସେ କେବେ ତୁମକୁ ଛାଡ଼ି ନଥିଲେ। କାଲୁ ବର୍ତ୍ତମାନ ବୃଦ୍ଧ ଏବଂ ଦୁର୍ବଳ। ଲିନୁକୁ ଦେଖିବା ପାଇଁ ତାଙ୍କର ଶେଷ ଯାତ୍ରା କରନ୍ତି। ଗାଁ ଗଛ ତଳେ କାଲୁ ତାଙ୍କର ଶେଷ ନିଶ୍ୱାସ ନିଅନ୍ତି। ଜଣେ ଗ୍ରାମବାସୀ ତାଙ୍କୁ ପାଇ ଲିନୁକୁ ଖବର ଦିଅନ୍ତି, ଲିନୁ ଏକ ଛୋଟ ଗଛ ଲଗାଏ ଯେଉଁଠାରେ କାଲୁ ଶୋଇଥାଏ। ସେମାନଙ୍କ ବନ୍ଧନକୁ ଚିରକାଳ ପାଇଁ ଚିହ୍ନିତ କରେ। ବର୍ଷ ବର୍ଷ ପରେ ଲିନୁ ଗଛଟିକୁ ଭେଟି ଏବେ ସମ୍ପୂର୍ଣ୍ଣ ବଢ଼ିଛି ଏବଂ ହସିଥାଏ। ସତ୍ୟ, ପ୍ରେମ ଏବଂ ବନ୍ଧୁତା ଶବ୍ଦ ଦୂରତା ଏବଂ ସମୟକୁ ଅତିକ୍ରମ କରେ। ଏହା କେବଳ ଚିରକାଳ ପାଇଁ ରହିଥାଏ।